NH5 ଠାରୁ ଚିଲାପଦା ରାସ୍ତା ଉନ୍ନତୀକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ। ରବିବାର ସକାଳ 10 ଘଟିକା ସମୟରେ ବିରୁଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ 3,05,10,460 ଟଙ୍କାର NH5 ଠାରୁ ଚିଲାପଦା ରାସ୍ତା ଉନ୍ନତୀକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ବବିତା ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଞ୍ଚଳବାସୀଙ୍କ ବହୁଦିନର ଆଶା ପୂରଣ ହେବାକୁ ଯାଉଅଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜନସାଧାରଣଙ୍କ ଗମନାଗମନ ସୁରକ୍ଷିତ ହେବ। ଏହି ଅବସରରେ ଗ୍ରାମୀଣ ବିକାଶ ବିଭାଗର ଜୁନିୟର ଇଞ୍ଜିନିୟର ବେହେରା ବାବୁ, ସରପଞ୍ଚ ବିରୁଆ ସୁମନ୍ତ କୁମାର ଦାସ, ସମିତି ସଭ୍ୟ ଅଞ୍ଜନା ନାଥ, ମଣ୍ଡଳ ସଭାପତି ରଘୁନାଥ ପରିଡ଼ା, ସୁବ୍ରଜିତ ବାରିକ, ଗଜେନ୍ଦ୍ର ଦାସ, ନାୟବ ସରପଞ୍ଚ ବିନୋଦ କୁମାର ଦାସ, ଆଦିତ୍ୟ ବାରିକ, ହରେକୃଷ୍ଣ ସାହୁ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।